ଜାତୀୟ ମାନ୍ୟତା ଦିଆଯାଇନି। ମୁଁ ଜାଣିନି ଗଣମାଧ୍ୟମ କାହିଁକି ଭୁଲ ତଥ୍ୟଟାକୁ ପ୍ରକାଶ କରୁଛି। ଫେର ଓଟିଭି ପରି ପ୍ରାୟ ପପୁଲାର ନ୍ୟୁଜ୍ ଚ୍ୟାନେଲ ସେ ତଥ୍ୟ ନେଇଥାନ୍ତେ। ହଁ, ଏଇଟା ସତ ଯେ ପ୍ରଶ୍ନ ମୁଁ ପଚାରିଛି, ପ୍ରଶ୍ନକାଳରେ ପ୍ରଶ୍ନ ପଚାରିଛି ଏବଂ ଜିରୋ ଆୱାରରେ ମଧ୍ୟ ଏଇ କଥାଟା ଉଠେଇଛି କି ଆମର ବାଣିଜ୍ୟ ବାବଦରେ ଭାରତବର୍ଷରେ ଏଇ ବାଲିଯାତ୍ରାକୁ ଗୋଟେ ସେଇ ପ୍ରକାର ମାନ୍ୟତା ଦେବା କଥା, ରାଷ୍ଟ୍ରୀୟ ମାନ୍ୟତା ଦେବା କଥା। କାହିଁ 2000 ବର୍ଷ ତଳେ ଆମ ବାଣିଜ୍ୟ ପରମ୍ପରା ଉପରେ ହିଁ ଆଜି ସାଉଥ ଇଷ୍ଟ ଏସିଆ ସହିତ ଓଡ଼ିଶାର ଯେଉଁ ଆମର ସାହସର ସହିତ ଆମର ସାଧବ ଭାଇମାନେ ପାଲଟନା ଡଙ୍ଗାରେ ଯେତେବେଳେ କାର୍ତ୍ତିକ ପୂର୍ଣ୍ଣିମାରେ ପବନ ବେଗଟା ସେପଟକୁ ହୁଏ ଆମର ସାଉଥ ଇଷ୍ଟ ଏସିଆ ଆଡ଼କୁ, ଏମାନେ ତାରାକୁ ଅନେଇକରି ନାଭିଗେସନ କରିକି ଯାଉଥିଲେ ସାଉଥ ଇଷ୍ଟ ଏସିଆକୁ। ଇଣ୍ଡୋନେସିଆ, ବ୍ରଣେ ପୁରା ଇଣ୍ଟରନ୍ୟାସନାଲ ହିଷ୍ଟ୍ରି ଲିଙ୍କ ଅଛି। ଇଭେନ୍ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ବି ବାଲିଯାତ୍ରାକୁ ଦର୍ଶାଇଛନ୍ତି, କଟକ ବାଲିଯାତ୍ରାକୁ। କି କଟକ ବାଲିଯାତ୍ରା ଏହା ଦର୍ଶାଉଛି କି ଏହା ସ୍ମୃତି ଫେରେଇ ଆଣୁଛି ଯେଉଁ ସମ୍ପର୍କ ସାଉଥ ଇଷ୍ଟ ସହିତ ଭାରତବର୍ଷର ଥିଲା। ତେଣୁ ଯେତେବେଳେ ପ୍ରଧାନମନ୍ତ୍ରୀ ସେଠି ଦର୍ଶାଇଲେ, ଆମେ ସାଂସଦ ଭାବରେ ଉଠେଇଲୁ, ଜିରୋ ଆୱାରରେ ମୁଁ ପ୍ରସ୍ତାପନ କଲି। ମନ୍ତ୍ରୀ ଆର ଉତ୍ତର ରଖିଛନ୍ତି କି ପାଇବାର ଯୋଗ୍ୟତା ଅଛି, କିନ୍ତୁ ଆମ ବିଭାଗର ସେ ଅଥରିଟିଟା ନାହିଁ। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଦେବୁ। ମାନ୍ୟବର ପ୍ରଧାନମନ୍ତ୍ରୀ ମୁଁ ଆଶା କରୁଛି ଆର ଅନୁମତି ଦେବେ ଏବଂ ଜାତୀୟ ମାନ୍ୟତା ମିଳୁ ବାଲିଯାତ୍ରାକୁ। ଏଇଟା ଆମେ ସମସ୍ତେ ଚାହିଁଛୁ କଟକିଆ ହିସାବରେ। ଏଇଟା ଆମର ଗୋଟେ ଇତିହାସ। 500 ବର୍ଷ ଧରି କଟକ ବାଲିଯାତ୍ରା ଆମେ ପାଳନ କରୁଛୁ। ହଁ, ମୁଁ ତ ପଚାରି ଦେଇଛି, ମନ୍ତ୍ରୀ ମଧ୍ୟ ତାଙ୍କର ଗୋଟାଏ ପ୍ରକାର ଉତ୍ତର ରଖିଛନ୍ତି। ଆଉ କଟକର ସ୍ୱାଭିମାନର କଥା ଆମେ ଆଶା କରୁଛୁ ଏଇ ଯେଉଁ ଓଡ଼ିଶାର ପରମ୍ପରାକୁ ଆମେ ଯେଉଁ ବଞ୍ଚେଇ ରଖିଛେ, ଜୀବିତ ରଖିଛେ, ତାକୁ ମାନ୍ୟତାଟା ମିଳୁ।